ଆପଣ ଏବେ ଚେଞ୍ଜ ଏବେ ତାହେଲେ ଚେଞ୍ଜ ହେଲେଣି ପ୍ୟାରେଣ୍ଟସ୍ ନା ଏବେ ତାହେଲେ ସମସ୍ତଙ୍କୁ ସବୁ ଦାୟିତ୍ୱଟା ଦିଆଯାଇପାରୁଛି। ତ ହଁ ଆମେ କହିଲେ ତା ମାନେ ଜେଣ୍ଡର ଇନଇକ୍ୱାଲିଟି ଲିଡ୍ ଟୁ ଜେଣ୍ଡର ଡିସ୍ପାରିଟି ହେଲା ତ ରେଜଲ୍ଟ। ଓକେ ଯେମିତି ଆମେ କହିଲେ ଯୋଉ ରେସିଓଟା ଉପର ନିଚେ ହବ କୌଣସି ଗୋଟେ ଅପରଚୁନିଟିରେ ଝିଅ ଅଧିକ ରହିବା ପୁଅ କମ ରହିବା ବା ଅପୋଜିଟ ପୁଅ ଅଧିକ ରହିବା ଝିଅ କମ ରହିବା ସେଟା ହେଲା ଡିସ୍ପାରିଟି। ଓକେ ଡିସ୍ପାରିଟିର ମୂଳ କାରଣ ହଉଛି ଜେଣ୍ଡର ଇନଇକ୍ୱାଲିଟି ଯେହେତୁ ସମସ୍ତଙ୍କୁ ସମାନ ଭାବେ ଟ୍ରିଟ କରାଗଲା ନାହିଁ। ଯେମିତି ମୁଁ କହିଲି ଯେ ଯେହେତୁ ଆମ ଘରେ ସମାନ ଟ୍ରିଟ କରାଯାଏ ନାହିଁ ଏଇ କାମଟା ଦିଆଯାଇଛି ଭାଇକୁ ଏଇ କାମଟା ଦିଆଯାଇଛି ଭଉଣୀକୁ ତେଣୁ ଯେତେବେଳେ ପ୍ଲସ ଟୁ ମୋର ସରିଲା ସମସ୍ତେ ଦେଲେ ଆମର ମାନେ ସରି ନାଇଁ କମ୍ପ୍ୟୁଟର ହେଲା ଇଞ୍ଜିନିୟରିଂ ପାଇଁ ଇଞ୍ଜିନିୟରିଂ ପାଇଁ ସମସ୍ତେ ଦେଲେ ମୁଁ ବିଲିଭ କରିବନି ମୋ ରାଙ୍କ ମାନେ ବଢିଆ ହେଲା ମୁଁ ଜାଣିନି ଜଷ୍ଟ ପ୍ଲସ ଟୁ କଥା ହିଁ ପଢେ ହସି ଖେଳି ଗଲି ମୋ ରାଙ୍କ ଆସିଲା 356 ହେଲା ଓଡିଶା ରାଙ୍କ ମାନେ ମୋ ରାଙ୍କ ଶୁଣିକି ଆମ କୋଚିଂ ବାଲା ମତେ ବଢିଆ ଇଞ୍ଜିନିୟରିଂ ଲାଇନ ଯିବି ମୁଁ ଜାଣିବି ନାହିଁ ସେଟା ଗୋଟେ କେମିତି ଏଇଟା କଣ ହେଇଥିବ ସେ ପାଠଟା ଏମିତି ଆମ ଏମିତି ଇଞ୍ଜିନିୟରିଂ ପାଠ କେମିତି ସେଟା ଯନ୍ତ୍ରପାତି ବାଲା ଜିନିଷ ମାନେ ବୁଝିପାରୁଛ ତ ମୋ ପାଇଁ ସେ ଜିନିଷ ଅଛି ଯେ ଇଞ୍ଜିନିୟରିଂ ମାନେ ଯନ୍ତ୍ରପାତି ବାଲା କିଛି ଗୋଟେ ଥିବ ଇଏ ସେ ତେଣୁ ମୁଁ ଭାବିପାରିଲି ତେଣୁ ନା ମୁଁ ମୋର ନର୍ମାଲ ଲାଇନ ଆଡେ ଆସିଛି ଓକେ କିନ୍ତୁ ସେଠି ପୁଅ ମାନଙ୍କ କେସେସରେ ଆମ ବ୍ୟାଚ୍ ଯୋଉମାନେ ସେମାନେ ଆରାମସେ ଗଲେ ଆମେ ବେଳେ ସବୁ ଝିଅ ମାନେ ପ୍ଲସ ଥ୍ରୀ କରିକି ଆମେ ଆମ ଲାଇନ ଏପଟେ ଇଜି ଲାଇନ ଆମେ ନେଇଯାଇଛୁ ଓକେ ଦେଖାଯାଇଛି ତାପରେ ଆମେ ନିଜକୁ ଭିଜୁଆଲାଇଜ ମଧ୍ୟ କରୁଛେ ଓକେ କିନ୍ତୁ ମୋର ଆମ କ୍ଲାସରେ ଯିଏ ଫାଷ୍ଟ ହଉଥିଲା ତାର ଏଇ ଯୋଉ ମ୍ୟାଥ ହେଲା ଇଞ୍ଜିନିୟର ମାନେ ତାର ସେଇ ଯୋଉ ଟାଇପ ର ଭଲ ସ୍କିଲ୍ ସେ ଦିଗରେ ଭଲ ସ୍କିଲ୍ ମୁଁ କହିବାରେ ଭଲ ସ୍କିଲ୍ ତାର ସେ କହିବାରେ ନୁହଁ ତାର ଏଇ ଯୋଉ ମ୍ୟାଥମେଟିକାଲ ଜିନିଷ ଯୋଉ ଇକ୍ୟୁପମେଣ୍ଟସ ରେ ତାର ଭଲ ନାହିଁ ତେଣୁ ସିଏ ଇଞ୍ଜିନିୟରିଂ ଗଲା ସିଏ ଆଇଆଇଟି ଗଲା ତା ଲାଇନ ସେପଟ କ୍ଲିୟର ତେଣୁ ମୋ ଲାଇନ ଯେହେତୁ ମୁଁ ନିଜେ ଜାଣିଲି ଯେ ମତେ ଏପଟ ଲାଇନ ମତେ ସୁହାଉଛି କହିବାଟା ଲେଖିବାଟା ତେଣୁ ମୁଁ ମୋ ଲାଇନ ଏପଟେ ବାଛି ଓକେ ଏଇଭଳି ଭାବରେ ତେଣୁ ହଁ ଲାଇନ ବି ଏମିତି ନାହିଁ ଯେ ସେପଟେ ଲୋକ ଏପଟକୁ ଆସିଲେ ଏପଟ ଲୋକ ଯାଇପାରିବେ ସମସ୍ତେ ସବୁଆଡେ ଯାଇପାରିବେ କିନ୍ତୁ ପ୍ରଥମର ଗୋଟେ ନିଜର କେମିତି ଗୋଟେ ସେଟ୍ ହେଇଯାଇଛି ତ ଏଠି ଆମେ କହୁଛେ ହଁ ଫାର୍ଷ୍ଟ ଲାଇନ ଲେଖିଲେ gender disparities is the unequal distribution of resources ଫାର୍ଷ୍ଟ ପଏଣ୍ଟ ଆମେ ବହୁତ ସାରା ଏକ୍ସାମ୍ପଲ ଦେଲେ ଯେତେବେଳେ ଲିମିଟେଡ ରିସୋର୍ସ ଝିଅକୁ ଦିଆଯାଉଛି ମୁଁ ପ୍ରିଫର କରୁଛି ଯେ ଏଟା ପୁଅକୁ ଦିଆଯାଉ ନର୍ମାଲି ଘର ଯଦି କିଛି ପୂଜା ପର୍ବ ଆସିଲା ଝିଅ ପାଇଁ ଡ୍ରେସ ଟେ କିଣିଦବା ଯେମିତି ଆମର ଜାଣିଛ ଦଶହରାରେ ମୁଁ କହିବି କେମିତି ତମେ ମାନେ ଫ୍ୟାମିଲି ଦଶହରାରେ ପୁଅ ମାନଙ୍କ ପାଇଁ କିଣ କୁମାର ପୂର୍ଣ୍ଣମୀରେ ଝିଅ ମାନଙ୍କ ପାଇଁ ସବୁ ହଁ, ଯାଅ। ଆମେ ଆମ ଘରେ ଏମିତି କି ପୁଅ ପାଇଁ ସେମାନେ ଝିଅ ମାନଙ୍କ ଏଇଭଳି ଭାବରେ ଆମେ ଯଦି ଦେଖି ଆସିବା ତେଣୁ ସବୁ ଜିନିଷ ଛୋଟ ଛୋଟ ଜିନିଷରେ ଏଇ ସବୁ ଡିଫରେନ୍ସେସ୍ ଟା ଅଛି ହେଲା, ଖରାପ ବୋଲି କଥା ନାହିଁ କିନ୍ତୁ ଡିଫରେନ୍ସ ତ ଅଛି ଓକେ ତେଣୁ କୌଣସି ରିସୋର୍ସ କୁ ଡିଷ୍ଟ୍ରିବ୍ୟୁସନ ହେଲା ବା କୌଣସି ଅଧିକାର କଥା ଯଦି ଆମେ ଏମିତି କଥା ହେଲେ ଅଧିକାର ଟା କାହାକୁ ଦିଆଯିବା କଥା ଆମେ ଜାଣିଛେ ଅଧିକାର ଟା ଯିଏ ନିଡ କରେ ଅଧିକାରର ମାନେ ହେଲା ସେଟା ସମସ୍ତଙ୍କର କିନ୍ତୁ ତାର ଫାଇଦା ଉଠେଇବା ଅଲଗା ଜିନିଷ ତାକୁ ଭିକ୍ଟିମାଇଜ କରିବା ଅଲଗା ଜିନିଷ ତାର କଲପ୍ରିଟ ହେଇକି ଭିକ୍ଟିମ ପ୍ଲେ କରିବା ଅଲଗା ଜିନିଷ ସେ ସବୁ ଜିନିଷ ଆମେ କଥା ହେଇ ତେଣୁ ଅଧିକାର ଆମେ କହିବା ଯେ ଅଧିକାର ହିଁ ଦବାନି ଆମେ ଅଧିକାର ହିଁ ଦବାନି ଯେ ତୁ ଝିଅଟା ଇଞ୍ଜିନିୟରିଂ ପଢ ବୋଲି ତୁ ଏପଟ ଲାଇନ ପଢ ସେ ଯୋଉ ଅଧିକାରଟା ହିଁ ନ ଦେଲେ ହିଁ ଆମେ କହୁଛେ ସେଟା ଗୋଟେ ଅନିକ୍ୱାଲ ଜିନିଷ ହିଁ ଆସିବ ମୁଁ ଅପରଚୁନିଟି ହିଁ ଦେଲିନି ତାକୁ ଆସେସ କରିବା ପାଇଁ ବୁଝିପାରୁଛ ତ ଆମେ ଏମିତି କହିଲେ ଯେ ଆମକୁ ଦିଆ ହିଁ ହେଲା ନାହିଁ ନିଜ ଲାଇଫ ସଜାଡିବୁ ଅଧିକାର ହିଁ ସଜାଡି ପାରିବ ତେଣୁ ମୁଁ ମୋର ଆଉ ଗୋଟେ ଲାଇନକୁ ଆସିଲି ଆମେ ତେଣୁ ସେଇ ଯୋଉ ଜିନିଷଟା କୋଉଠି ନା କୋଉଠି ଅନଇକ୍ୱାଲ ଡିଷ୍ଟ୍ରିବ୍ୟୁସନ ଆସୁଛି ଆଉ ରହିଲେ କଣ ଅପରଚୁନିଟିଜ ବିଟୱିନ୍ ଜେଣ୍ଡର୍ସ ଇଜ କଲ୍ଡ ନୋନ୍ ଆଜ ଜେଣ୍ଡର ଡିସ୍ପାରିଟି ତା ମାନେ ନିଜର ଅପରଚୁନିଟି ନିଜର ରାଇଟ୍ସ ବା ଆମେ ରିସୋର୍ସେସ୍ ଆଭେଲ କରିବା ରିସୋର୍ସକୁ ଆଭେଲ କରିବା ବା ରିସୋର୍ସକୁ ଆସେସ କରିବାରେ ଯଦି କୌଣସି ବି ଅନଇକ୍ୱାଲ ଡିଷ୍ଟ୍ରିବ୍ୟୁସନ ରହୁଛି ଅଣା ଅଧିକ କରୁଛେ that leads to gender disparity. Secondly, ଲେଖିଲେ gender disparity is the difference in access to resources access କରିବା କିନ୍ତୁ ଗୋଟେ ଜିନିଷକୁ accessible ମୋ ହାତ ପାଞ୍ଚରେ ପହଞ୍ଚିବା ଗୋଟେ ଜିନିଷ accessible ମାନେ ମୁଁ ତାର ଫାଇଦା ଉଠେଇ ପାରୁଛି ଫାଇଦା ଉଠେଇ ପାରୁଛି ମାନେ ମୁଁ ତାର ବ୍ୟବହାର ଠିକ ସଦୁପଯୋଗ କରିପାରୁଛି ତାକୁ ଠିକ ସେ ବ୍ୟବହାର କରିପାରୁଛି ଯଦି ଗୋଟେ ଜିନିଷ if gender disparity is the difference in access to resources ଯଦି ରିସୋର୍ସ ଅଛି
ତାର ବ୍ୟବହାର କରିବାରେ କିଛି ତାରତମ୍ୟ ଆସିଯାଉଛି ପୁଅ ଝିଅ ଭିତରେ। ଗୋଟେ ବହିଟେ ଅଛି, ଆମେ ପ୍ରିଫର କଲେ ଯେ ତୁ ପୁଅଟା ପଢ, ସେ ପରେ ପଢିଦବୁ। ବୁଝିପାରୁଛ, ଗୋଟେ ଜିନିଷ ଅଛି ତାକୁ ଯଦି ଠିକ ସେ ମୁଁ ଦେଇପାରିଲି ନାହିଁ। ଆମେ ଯେମିତି କହୁଛେ ଏଜୁକେସନ ଲକ୍ଷ୍ୟ ମାନେ ଯୋଉ ଆମେ ଯୋଉ ସାର୍ବଜନୀନ ଶିକ୍ଷା କଥା କହୁଛେ, ପ୍ରାଥମିକ ଶିକ୍ଷା କଥା କହୁଛେ, ଇଟ ମଷ୍ଟ ବି ଆକ୍ସେସେବଲ ଆଣ୍ଡ ଆଭେଲେବଲ ଟୁ ଅଲ୍। ସମସ୍ତଙ୍କ ପାଖେ ଥିବ ବି, ଆଉ ସମସ୍ତେ ସେଇ ଜିନିଷଟାର ଉପଯୋଗ କରିପାରୁଥିବେ। ଏକ୍ସାମ୍ପଲ ଦବା, ସପୋଜ କମ୍ପ୍ୟୁଟର ଏଜୁକେସନ କଥା କହିବା ନା, ଆମେ କହିଲେ ଯେ 90 ମାନେ 64 ରୁ ମାନେ 60s ରୁ କୁହାଗଲାଣି ଯେ କମ୍ପ୍ୟୁଟର ଏଜୁକେସନ ସମସ୍ତଙ୍କ ପାଇଁ ଦରକାର। ଏବେ ତ ସମସ୍ତଙ୍କ ପାଇଁ ଅଛି। ମୁଁ ତମେ ବି ତ କମ୍ପ୍ୟୁଟର ତମେ ସମସ୍ତେ ଆକ୍ସେସ କରୁଥିବ ସ୍କୁଲ ଲେଭେଲରେ। କହୁଛି ଆମ ବେଳେ 8ଟା କମ୍ପ୍ୟୁଟର ଆସିଲା ଯେତେବେଳେ ମୁଁ 9th କ୍ଲାସ ରେ ପଢୁଥିଲି। ଆମର କମ୍ପ୍ୟୁଟର କ୍ଲାସ ବି ଅଛି, କିନ୍ତୁ ଆମେ ତାକୁ ଦେଖିବୁ କାରଣ ସେ ସବୁବେଳେ ଘୋଡେଇ ହେଇକି ଥାଏ। କାହିଁକି? ୟୁଜ କଲେ ଖରାପ, ଖରାପ ହେଲେ ଗଭର୍ଣ୍ଣମେଣ୍ଟ ନୋଟିସ ଥିବ, ସିଏ ଗୋଟେ ଚ୍ୟାନେଲ ଚାଲିବ କାହିଁକି ଖରାପ ହେଲା କଣ ହେଲା। ତାମାନେ ଗୋଟେ ଜିନିଷ ଆଭେଲେବୁଲ ଅଛି କି ନାହିଁ କ୍ୱେଶ୍ଚନ ମାର୍କ ଅଛି। କମ୍ପ୍ୟୁଟର ଅଛି ନା ନାହିଁ ଅଛି। ଇଜ ଦ୍ୟାଟ୍ ଆକ୍ସେସିବଲ, ଆମେ ତାକୁ ବ୍ୟବହାର କରିପାରୁଛୁ କି କରିପାରୁ ନାହିଁ। କଥା ଗୋଟେ ଜିନିଷ ଖାଲି ଆଭେଲେବୁଲ ହେଲେ ହବନି, ସେଇ ଜିନିଷଟା ଆକ୍ସେସିବଲ ହେଇଥିବା ମଧ୍ୟ ଦରକାର। ସମସ୍ତେ ତାର ବ୍ୟବହାର ନେଇପାରୁଥିବା ଦରକାର। ଆଉ ଗୋଟେ ଜିନିସ ଆଫୋର୍ଡେବଲ ହେଇଥିବା ଦରକାର। ମୁଁ କହିବି ଯେ କମ୍ପ୍ୟୁଟର ଅଛି କିନ୍ତୁ କମ୍ପ୍ୟୁଟର ୟୁଜ କରିବାକୁ ହେଲେ ତମକୁ ଏତିକି ଘଣ୍ଟା ବା ଏତିକି ପଇସା ବା କିଛି ଗୋଟେ ଆମାଉଣ୍ଟ ଯୋଉଟା କି ମୁଁ ଆଫୋର୍ଡ କରିପାରିବି। ବୁଝିପାରୁଛ, ଖାଲି ଆଫୋର୍ଡେବଲ ଫାଇନାନ୍ସିଆଲି ନୁହଁ। ସମସ୍ତଙ୍କ କମ୍ପ୍ୟୁଟର କ୍ଲାସ ଆମେ ରଖିବା 6ଟାରୁ 7ଟା ସ୍କୁଲ ଆୱାର ପରେ। ତା ମଧ୍ୟ ବି ମୁଁ ଟାଇମ ୱାଇଜ ବି ଆଫୋର୍ଡ କରିପାରିବି, ଯାଇପାରିବିନି ସେ ଟାଇମ। ତା ମାନେ ଗୋଟେ ଜିନିଷ ଯଦି ଆକ୍ସେସିବଲ, ଆଭେଲେବୁଲ ଆଉ ଆଫୋର୍ଡେବଲ, ଆମେ ଆମର କାରଣ ଯାଉଛି ଡ୍ରେସ କିଣିବି, ସୁନ୍ଦର ସୁନ୍ଦର ଡ୍ରେସ ଅଛି କିନ୍ତୁ ରେଟ୍ ବହୁତ ହାଇ। ଡ୍ରେସ ବି ଅଛି, ମୁଁ ଡ୍ରେସ ଛୁଇଁ ବି ପାରୁଛି, ଆଣି ବି ପାରିବାକୁ ଇଚ୍ଛା ବି ଅଛି, କିନ୍ତୁ ଆଫୋର୍ଡ କରିପାରିବିନି କାରଣ ରେଞ୍ଜ ବହୁତ ହାଇ ଅଛି। ତେଣୁ ଏଜୁକେସନ କୁ ଏଇ 3ଟା ହିସାବରେ ଯଦି ଦେଖିବା, ସେ ଆଭେଲେବୁଲ ହେଇଥିବ ସମସ୍ତଙ୍କ ପାଖେ, ଆକ୍ସେସିବଲ ହେଇଥିବ ଆଉ ଆଫୋର୍ଡେବଲ ବି ହେଇଥିବ। ଏବେ ଆମେ କହିବା ସପୋଜ ସ୍କୁଲ କଥା, ଆମେ କହୁଛେ ପ୍ରତି 1 to 2 କିଲୋମିଟରରେ ଗୋଟେ ପ୍ରାଇମେରୀ ସ୍କୁଲ, 5 ରୁ 7ରେ ଗୋଟେ ସେକେଣ୍ଡାରୀ ସ୍କୁଲ, ଆମର ସବୁଠି ଚାରିଆଡେ ଆମର ଏବେ ସ୍କୁଲ। କାହିଁକି? କାରଣ ଏଟା ଆକ୍ସେସିବଲ ବନେଇବା ପାଇଁ। କାହିଁକି ନା ଆମେ କହିଲେ ସପୋଜ ଏଇ ଲୋକାଲିଟିରେ 500 ଲୋକ ଅଛନ୍ତି, 3-4 କିଲୋମିଟର ଯାଇକି ଗୋଟେ ପ୍ରାଇମେରୀ ସ୍କୁଲ ଅଛି। ମୋ ଘର ଛୋଟ ପିଲା 4 କିଲୋମିଟର ଚାଲିକି ଯିବ ପାଠ ପଢିବା ପାଇଁ? ନାଇଁ। ଆମେ ଯେତେବେଳେ ବାପା ହେରିକା ବା ସେତେବେଳେ ଆମକୁ କୁହାଯାଏ ତାଙ୍କ ଷ୍ଟୋରି, ଆମେ ଏତେ ବାଟ ଯାଉଥିଲୁ 3-4 ସମସ୍ତେ ଏତେ ଦୂର ଥିଲା ଯେ ଘରୁ ଚାଲିକି ଯାଉ, ନ ଖା ନ ପିଇ ସକାଳେ ଖାଇଥିବୁ ପୁଣି ଫେରିଲେ ଘର। ସମସ୍ତଙ୍କ ଘରେ କହିଛନ୍ତି କାରଣ ତାଙ୍କ ସହିତ ଆବିତିଛି। ସେଇ ଜିନିଷଟା ଆଭେଲେବଲ କିନ୍ତୁ ଆକ୍ସେସିବଲ, ଇଜି ଆକ୍ସେସିବଲ, ଠିକ ସେ ଯାଇ ଆସିବ। ପ୍ରତି ଲୋକାଲିଟିରେ ଆମର ଗୋଟେ ଗୋଟେ ସ୍କୁଲ ଖୋଲାଯିବ, ଯୋଉଠି ଏତିକି ଲୋକ ଅଛନ୍ତି ସେଠି ଗୋଟେ ସ୍କୁଲ ଖୋଲାଯିବ। ତାପରେ ଆମେ ଶୁଣିଥିବ ନ୍ୟୁଜରେ ଯେ ସ୍କୁଲକୁ ଆମର ନିଶା ହଉଛି, ସ୍କୁଲକୁ ପିଲା ଯେହେତୁ ବେଶୀ ରହୁନାହାନ୍ତି ସ୍କୁଲରେ, ତେଣୁ ପାଖ ସ୍କୁଲରେ ବି ନିଶା ଯାଉଛି। ନ୍ୟୁଜରେ ବି ମଧ୍ୟ ଆସିଥିଲା, ପିଲା କହୁଥିଲେ ନାଇଁ ଆମେ ଛାଡିବୁନି ଆମ ସ୍କୁଲ। କିନ୍ତୁ ଆଜିକାଲି ଯଦି ଦେଖିବା ଗୋଟେ ସ୍କୁଲ ଅଛି ଯୋଉଠି ଟିଚର ଅଛନ୍ତି 4-5 ଜଣ, ପିଲା ଅଛନ୍ତି 2ଟା, ମାନେ କିଛି ତ ଫାଇଦା ହଉନି ନା। ସେଇ 2ଟା ପିଲା ସ୍କୁଲରେ ଯାଇକି ମିଶିଲେ ତାଙ୍କର 40ଟା ପିଲା ହଉଛନ୍ତି ମିଶିଲା ବେଳକୁ, ତ ସେଟା ଆମର ଆମେ କ୍ୱାଲିଟି ଉପରେ ଦେଇପାରିବା କୋର୍ସ। ତ ଏଇଭଳି ଭାବରେ ତ ଗୋଟେ ଜିନିଷ ଆକ୍ସେସିବଲ, ଆଫୋର୍ଡେବଲ, ଆଭେଲେବଲ ହବା ଦରକାର ଏଜୁକେସନ। ଆମେ ଏଠି କହୁଛେ ଯଦି ଗୋଟେ ଜିନିଷ ଆକ୍ସେସିବଲ ହେଇପାରୁନାହିଁ, ମାନେ ଡିସପାରିଟିଜ କଥା ଆସୁଛି, ଜଣେ ମୁଁ ତାର ସୁଯୋଗ ହିଁ ନେଇପାରୁନି। ତାପରେ ହେଲା କଣ, ଇନ ଆକ୍ସେସ ଟୁ ରିସୋର୍ସ ଅର ଷ୍ଟାଟସ ଅର ୱେଲ ବିଙ୍ଗ ବିଟୱିନ ମେନ୍ ଆଣ୍ଡ ଓମେନ୍। ଓକେ, ତ କୌଣସି ବି ଅପରଚୁନିଟିଜ କୁ ଯଦି ମେନ୍ ଆଉ ଓମେନ୍ ଇକ୍ୱାଲି ଆକ୍ସେସ କରିପାରୁନାହାନ୍ତି,
କି ରୋଷେଇ ଘରେ ରୋଷେଇ କିଏ କରନ୍ତି? ମା। ଏମିତି ନାହିଁ ଯେ ବାବା ମାନେ କରନ୍ତି ହେଲା। କିନ୍ତୁ ଆମେ ଯେତେଥର ମାନେ ପ୍ରପୋର୍ସନ କଥା ଦେଖିବା, ଅଧିକାଂଶ ଅଧିକାଂଶ ନିହାତି ଆମେ ଦେଖୁଛେ ମା ମାନେ କରନ୍ତି। ଆମେ ଯେତେବେଳେ ଜାଣୁଛେ ଯେ ଘରର ଛୋଟ ପିଲା ସବୁ ଜିନିଷ ଅବଜର୍ଭ କରିକି ଶିଖେ, ଆମେ ଯେତେବେଳେ ଛୋଟ ଅଛେ ସବୁ ନିଜେ ମା ପରି ମା ହେଇକି ଆମେ ଖେଳିଛେ, ମା ପାନି ପକେଇଛେ, ମା ପରିକା ଖୁଆଇଛେ କି ନାଇଁ? ପୁଅମାନେ ସେଠି ମୋ ଭାଇ ଅଛି, ସିଏ ବି ନିଜେ ବାପା ଭଳିଆ ଗାମୁଛାଟେ ପକେଇକି ବୁଲୁଥିବ, ଆଉ ମାର୍କେଟ ଯାଉଛି ବୋଲି ବ୍ୟାଗ ନେଇକି ଯାଉଥିବ। ଜିନିଷ ଯାହା ଆମେ ଦେଖିଛେ ସେଇ କଥା କରିବା। ଯଦି ଆମେ ଦେଖୁଛେ ଯେ ଏଇଭଳି ଭାବେ ଡିସପାରିଟିଜ ହଉଛି, ମୋର ରୋଲ ଏଇଟା, କି ଆମେ ଯେମିତି ଯେମିତି ଆଗରୁ ଯଦି କହିବା ଯେ ଯେମିତି ଆଗ ପୁଅ ମାନଙ୍କୁ ବାଢିକି ଦିଆଯାଏ ଖାଇବାକୁ, ମାନେ ମାଙ୍କ କଥା ମୁଁ କହୁଛି, ମାନେ ଘରର ପୁଅ ମାନେ ଆଗ ଖାଇସାରିବେ, ସେମାନେ କାହା ଅଇଁଠା ଖାଇବେନି। Okay, ଇଏ ଗୋଟେ ପ୍ରକାର ସେମାନଙ୍କୁ ତାକୁ ଦର୍ଜା ଉପରେ ଦିଆଯାଇଛି, ମାନେ ସେମାନେ ଖାଇସାରିଲା ପରେ ତମେ ଖାଇବେ, ତାଙ୍କ ସହିତ ତମେ ଖାଇବେ, ଆଉ ସେମାନେ ଆଗ ଖାଇବା ଜରୁରୀ, ତାପରେ ତମେ ଖାଇବ। ତ ଏଇଭଳି ଭାବ ଜିନିଷ ଏଇଭଳି ପ୍ରାକ୍ଟିସ କରାଯାଇଛି। ମୋ ଜେଜେ ତ କଣ ପାଣି ବୁଲେଇକି ଖାଉଛି। ତ ସେଇଟା କର୍ମ ହିସାବରେ ଯିବା, ଆମେ କୌଣସି ଜିନିଷ ଚଳୁ ଫାଷ୍ଟ ଖାଉ ବା ଫାଷ୍ଟ ମୁଠାଟା ଭୋଗ ରଖି ଖାଉ, ସେ ଠାକୁର ସେଟା ଗୋଟେ ପ୍ରକାର। କିନ୍ତୁ ଆମେ ଆମେ ଯୋଉ କହୁଛେ ନା ପ୍ରାୟୋରିଟାଇଜ ଦବା, କେତେ ଠିକ ମୁଁ କହୁଛି ଠିକ ଆମେ ଏଇ ସବୁ ଜିନିଷ ହିସାବରେ କରୁଛେ କେତିକି ସେଟ୍, ଆମେ ଯେମିତି କଣ ପୁଅ ମାନଙ୍କୁ କାହିଁକି ଫାର୍ଷ୍ଟ ଖାଇବାକୁ ଦିଆଯାଏ। ଓକେ, ଆମେ ଯଦି ବଡ ସାନ ହିସାବରେ ଦେଖିବା ଯେ ମୋ ଘରର ବଡ ଆଗ ଖାଇବା କଥା, ଓକେ, ସେ ତାଙ୍କ ଆଙ୍ଗେଲ ସେଇଭଳି ଭାବିଥିଲା ଯେ ଘରର ବଡ ଆଗ ଖାଇଥିଲେ ତ ତାପରେ ଆମେ ହସ ଖୁସିରେ ଖାଇପାରିବା ଝିଅମାନେ ବସିକି। କିନ୍ତୁ ଯେତେବେଳେ ଏଇ ଜିନିଷଟା ପୁଅଟା ଭାବିଥିଲେ ଯେ ନା ନା, ବୁଝିପାରୁଛନ୍ତି ମୁଁ କହିବା, ଯେତେବେଳେ ମୁଁ ନିଜକୁ ସୁପିରିୟର କରିଦେଲି, ସେତେବେଳେ ହଉଛି ପ୍ରୋବ୍ଲେମ। ମୁଁ ନିଜକୁ ପ୍ରାୟୋରିଟି ଦେବି, ଆମ ଘରେ ଏତେ ଦିନ ହେଲା ମୋ ମୁଣ୍ଡରେ ବସିଥିଲେ, ତମେ କାହିଁକି ମୁଣ୍ଡରେ ବସିବ? ତ ସେତେବେଳେ ହଉଛି ପ୍ରୋବ୍ଲେମ। ବୁଝିପାରୁଛ? ଜଣକୁ ଆମେ ଦର୍ଜା ଦବା, ଆଉ ସେଇ ଜିନିଷଟାକୁ ସିଏ ନିଜେ ଭାବିଦବା ସର୍ଭିସ କରନ୍ତି, ସେଠି ହେଲା ପ୍ରୋବ୍ଲେମ। ଯୋଉଥିପାଇଁ କି କନଫ୍ଲିକ୍ଟ ହେଲା, ଯୋଉଥିପାଇଁ କି ସବୁ ଜିନିଷ ବି ଝିଅ ବି କହୁଛି ଆମକୁ ଏ ସବୁ ଦରକାର, ଆମକୁ ବି ପ୍ରାୟୋରିଟି ଦରକାର, ଆମେ ବି ଆଗ ଖାଲି ଚଳିବୁ। ବୁଝିପାରୁଛ ତ? ଓଭରାଲି ଜେଣ୍ଡର ଡିସପାରିଟିଜ ଆମେ କହିବା ଘର ଦ୍ୱାରେ ବାହାରେ ସବୁ। ମ୍ୟାମ୍ ମୁଁ ଯୋଉ ଇଂଲିଶର କହିଥିଲ ଦେଖ କଣ ସେଇଟା ମ୍ୟାମ୍ କହିଛନ୍ତି ସୋମବାର ଦେଖିବେ ବୋଲି, ମୁଁ କ୍ଲାସ କରୁନଥିଲି ପ୍ରାକ୍ଟିକାଲ କ୍ଲାସ, ସିଏ ବୁଝା ପଡୁନି କଣ କରିବି। ଇଂଲିଶର ଲେସନ ପ୍ଲାନ ଇଂଲିଶ ତମର ଇଂଲିଶ ଅଛି ନା? ମୁଁ ନେଇଛି, ତମର ସେଇଟା ନେଇଛି, ସୁବିଧା ଅଛି ସେଠି ଦେଇ ସାରିଲିଣି ଓଡ଼ିଆରେ ପୁରୁଣା ପ୍ରାକ୍ଟିକାଲ କପି ନା ନା ରୋଲ ନମ୍ବର ଲେଖିଛି। ମାନେ ଇଂଲିଶ ଟପିକ ନେଇଛୁ? ହଁ, ଇଂଲିଶ ଟପିକ ଟା ଇଂଲିଶ ରେ ଲେଖିବ ନା? ଠିକ ସହଜ ବି ହବ, ସହଜ ହବ। ଆମେ ବି ତ ଇଂଲିଶ ନେଇଛୁ, ପ୍ରାକ୍ଟିକାଲ ପ୍ରାକ୍ଟିକାଲ ଇଂଲିଶ ଟପିକ ନେଇଛୁ। ଟପିକ ସେ ନେଇଛି ଇଂଲିଶ, ତମେ ଟପିକ ନେଇଥିଲ କଣ? ଓଡ଼ିଆ। ଓଡ଼ିଆ ଇଂଲିଶ ନବ ନେଇଛି ନା ତ? ସେଇଟା କେମିତି ହୁଏ? ସେଇଟା ନା ସାମ୍ପଲ ପିସ୍ ଗୋଟେ ଦରକାର ପଢା ଅଲଗା ଅଲଗା ଥାଏ, ସେଟା ଟିକେ ଅଲଗା। ଓଡ଼ିଆରେ ପ୍ରାୟ ସବୁବେଳେ ସେମ୍ ରହେ, ଚେଞ୍ଜ ହୁଏ। ବହି ପଚାରି ସେଇଟା ଦେଖିକି କରୁଛୁ ନା? ପଳେଇ ଆସୁଛି ହିଷ୍ଟ୍ରି ଆଉ ଓଡ଼ିଆର ଡିଟେଲ୍ସ ଯୋଉ ଚାପ୍ଟର କୋଶ୍ଚିନ୍ ଲେଖୁନୁ, ମୁଁ ଡାକି ଦଉଛି ଫାଷ୍ଟ ଏଇଟା ଦେଖିଦବ ଥରେ, ଏମିତି କୋଶ୍ଚିନ୍ ଲେଖ ଓଡ଼ିଆରେ। ଲେଖିଲୁ ସୌମ୍ୟ? ଖାତା ବହି ନା ବନ୍ଦ କରିସାରିଲୁ? କହିଲୁ ବନ୍ଦ କରିବେ।
ଲେଖ ଶିକ୍ଷାର ସଂକୀର୍ଣ୍ଣ ଓ ବ୍ୟାପକ ଅର୍ଥକୁ ବୁଝାଇ ଲେଖ। ଲଙ୍ଗ କୋଶ୍ଚିନ୍ ରଖୁଛି 5 ମାର୍କ। ଶିକ୍ଷାର ସଂକୀର୍ଣ୍ଣ ଓ ବ୍ୟାପକ narrow and broad ଇଂଲିଶରେ ତାକୁ ତମେ ଭାବି ପାରିବ। ଶିକ୍ଷାର ସଂକୀର୍ଣ୍ଣ ଓ ବ୍ୟାପକ ଅର୍ଥକୁ ବୁଝାଇ ଲେଖ। ପାଞ୍ଚ ମାର୍କିଆ ଫାଷ୍ଟ ଶିକ୍ଷାର ସଂକୀର୍ଣ୍ଣ ଓ ବ୍ୟାପକ ଅର୍ଥକୁ ବୁଝାଇ ଲେଖ। ନେକ୍ସଟ ଲେଖେ ଶିକ୍ଷାର ପ୍ରକାର ଭେଦକୁ ବିସ୍ତୃତ ଆଲୋଚନା କର। ଆଉ ଗୋଟେ ଲେଖ ସେ ସବୁକୁ କହୁଛି 5 ମାର୍କିଆ ଏଗୁଡାକ ପୁରା ଏଡେ ଏଡେ ଲଙ୍ଗ କ୍ୱେଶ୍ଚିନ୍। ନେକ୍ସଟ ଲେଖେ ଔପଚାରିକ ତମେ ଯିବ କି ଯାଅ ଔପଚାରିକ ଅନୌପଚାରିକ ଓ ଓ ଆନୁଷ୍ଠାନିକ ଅଣଆନୁଷ୍ଠାନିକ ଶିକ୍ଷା ମଧ୍ୟରେ ପ୍ରଭେଦ ଦର୍ଶାଅ। ପ୍ରଭେଦ ଦର୍ଶାଅ। ନେକ୍ସଟ ଶିକ୍ଷାର ବ୍ୟକ୍ତିଗତ ଲକ୍ଷ୍ୟକୁ ବୁଝାଇ ଲେଖ। ଲେଖ ଲେଖିଛୁ। ନେକ୍ସଟ ଶିକ୍ଷାର ସାମାଜିକ ଲକ୍ଷ୍ୟକୁ ବୁଝାଇ ଲେଖ। ଏତିକ ଆମର ଲଙ୍ଗ କ୍ୱେଶ୍ଚିନ୍ 3 ମାର୍କିଆ ଲେଖା। ଶିକ୍ଷାର ସ୍ୱରୂପ ଲେଖ। ଔପଚାରିକ ଶିକ୍ଷାକୁ ଉଦାହରଣ ସହିତ ବୁଝାଅ। ନେକ୍ସଟ ଶିକ୍ଷାର ଲକ୍ଷ୍ୟ ଲେଖ। 3 ମାର୍କିଆ ଶିକ୍ଷାର ଲକ୍ଷ୍ୟ ଲେଖ। ନେକ୍ସଟ ଶିକ୍ଷାର ବୃତ୍ତିଗତ ଲକ୍ଷ୍ୟ କହିଲେ କଣ ବୁଝ? ଶିକ୍ଷାର ବୃତ୍ତିଗତ ଲକ୍ଷ୍ୟ କହିଲେ କଣ ବୁଝ? ଓକେ ଏତିକ ଲେଖିକି ମତେ ଦେଖେଇବ ନେକ୍ସଟ ୱିକରେ ନହେଲେ ଫଟୋ ଉଠେଇବ ଏଟା ତମ ପାଇଁ କାମ ମୋର ଦେଖିବି ତମକୁ କହିଲି ତମେ ଲେଖା ପ୍ରାକ୍ଟିସ ଦରକାର ଥିଲା ଆଉ ନିଜେ ପ୍ରାକ୍ଟିସ କରିକି ଲେଖିବା ଶିଖ।